ପରିବା ଚାଷ କହିଲେ ତ ଆମର ଜିବିନଗର ବ୍ଲକର ରାଣୀମନ୍ଦିର ପଞ୍ଚାୟତର ଚମ୍ପାଗଡ଼ି କହିଲେ ଚଳେ ପେଣ୍ଠସ୍ଥଳୀ। ଆଉ ପନିପରିବା ମାନେ ପୋଟଳ, ବାଇଗଣ, କଲରା, ଜହ୍ନି, ଭେଣ୍ଡି, କୁନ୍ଦୁରି ସବୁ ପରିବା ବର୍ତ୍ତମାନ ସବୁ ତ ଏଇ ପାଣି ମାଡ଼ିକି ବନ୍ୟା ପାଣି ମାଡ଼ିକି ସବୁ ନଷ୍ଟ ହେଇଛି, ପଚି ପଚାଇ ନଷ୍ଟ ହେଇଛି। କିଏ ଗଡ଼ି ଗୁଡ଼ାକି ନଦୀ ସୁଅରେ ବୋହି ନେଇଯାଇଛି। ଆମେ 2 ଏକର ଚାଷ କରିଥିଲେ ପରିବା ଚାଷ। ବର୍ତ୍ତମାନ କ'ଣ ସରକାର ଯାହା ସହାୟତା ଦେଲେ ଆମେ ଉପକୃତ ହେବୁ ଆଉ। ସବୁ ଚାଷ ମାନେ ଭେଣ୍ଡି, ବାଇଗଣ, ମାନେ ନାଡ଼ୁକା, କଲରା, ଜହ୍ନି ସବୁ ରକମ ଚାଷ ହେଇଥିଲା। ବର୍ତ୍ତମାନ ଏଇ ବନ୍ୟା ଯେହେତୁ ବହୁତ କ୍ଷତି ହେଇଛି। କେତେ ଏକର ଜାଗାରେ ଆପଣ ଚାଷ କରିଥିଲେ? ଚାଷ ମୋର 3 ଏକର ଜାଗା ଥିଲା। କେମିତି କ'ଣ ସବୁ ଚାଷ କରିଥିଲେ? ଲୋନ୍ କରିକି ଚାଷ ହେଇଥିଲା। ବର୍ତ୍ତମାନ ବର୍ତ୍ତମାନ ମାନେ ବୁଡ଼ିକି ତ ନଷ୍ଟ ହେଇଛି, କ'ଣ କରାଯିବ? ବୁଡ଼ିକି ନଷ୍ଟ ହେଇଛି ମାନେ କେମିତି କ'ଣ ବୁଡ଼ିଲା କି? ମାନେ ବନ୍ୟା ମାନେ ଲଘୁଚାପ ବର୍ଷା ଯୋଗୁଁ ବନ୍ୟା ମାନେ ହେଇକି ବୁଡ଼ିଗଲା। ଗଙ୍ଗା ପର୍ଯ୍ୟନ୍ତ ପାଣି ଚଢ଼ିଥିଲା? ମାନେ ସନ୍ଧ୍ୟା ବୁଡ଼ି ଯାଇଥିଲା, ଖାଲି ଅଳ୍ପ ଦେଖାଯାଉଥିଲା, ଖାଲି ଟିକେ ଟିକେ ରଞ୍ଜା ଚାଷ ଜାଗା ସେଗୁଡ଼ା ସବୁ ସଇଁ ଯାଇଛି, ମାନେ ଛତୁ ଫୁଟିଯାଇଛି। ସେମାନେ ଚାହୁଁଛୁ ଯେ ସରକାର ଯଦି କିଛି ସହାୟତା ଚାହାନ୍ତେ ତାହେଲେ ଆମେ କିଛି ଉପକୃତ ହୁଅନ୍ତୁ। ଆଜ୍ଞା ଏଇ ବିଲ ଉପରେ ଖମ୍ପଟ ଖାଲ ହେଇଥିଲା ନା, ସେଟା ପାଚେରୀଟା ଭାଙ୍ଗି ଯାଇକି ସବୁ କାଚ ମାଛ ସିରିଜ ମିରିଜ ସବୁ ବିଲକୁ ପଡ଼ି ଯାଇଛି। ଆଉ ବିଲକୁ ବି ପଶି ହେଉନି। କେତେ ଅସୁବିଧା ହେଉଛି। ଆଉ ସେଟା ତ ଏ ବର୍ଷ ଚାଷ ହେଇପାରିବନି। ଆଉ ଆମେ ତ ବିଲକୁ ପଶି ପାରୁନି। ପଶିଲା ମାନେ ସେ ଛଞ୍ଚି ଏଗୁଡ଼ା ଗଡ଼ି ଯାଉଛୁ, କାଚ ମାଛ ଭାଙ୍ଗି ଯାଇଛି ଦୁନିଆରେ। ଅନ୍ୟମାନଙ୍କର ଏଠି ଏଇ ଉପରେ କମ୍ପଟ ଖାଲ କରିଛନ୍ତି, ପାଚେରୀ କରିଥିଲେ। ସେଟା ପାଚେରୀ ପାଣି ବେଶୀ ହେଲାକୁ ସେଟା ଭାଙ୍ଗିଗଲା। ଭାଙ୍ଗି ଯାଇକି ସେ ସବୁ ଆବର୍ଜନା ଗୁଡ଼ା ସବୁ ବହୁତ ଲୋକଙ୍କର ବିଲ। ଆଜ୍ଞା ବିଲ ତ କାଚ ଫାଚ ପଡ଼ିଛି, ସିରିଜ ବି ପଡ଼ିଛି, ଅଳିଆ। ତାପରେ ଆମର NACର ଗୋଟେ ଥିଲା ସେଠି କମ୍ପୋଷ୍ଟ ଖାଲ, ସେଇଟା ପାଚେରୀଟା ଭାଙ୍ଗିଗଲା। ମାନେ କାମ ହେଇଥାଉ କି ଭଲ ନ ହେଇଥାଉ ସେଇଟା ତ ଅଲଗା କଥା। ତାପରେ ବର୍ଷା ଯେଉଁ ହେଲା, ମେଘ ହେଲା, ପାଚେରୀଟା ପୁରା ଭାଙ୍ଗିଗଲା। ସବୁ ଚାଲିଗଲା। ଏଠି 30 ଏକର କାନ୍ତର ଜମିର ମାନେ ସବୁ ସିରିଜ ଭଙ୍ଗା, ସିରିଜ କାଚ ଭଙ୍ଗା ଏସବୁ ପଳେଇଲା। ବହୁତ ଅସୁବିଧା। କେହି ମୂଲିଆ ତ ଯାଇତେ ବାହାରୁନାହାନ୍ତି। ତାଙ୍କ ଗୋଡ଼ରେ ସବୁ ସେ ଫୁଡ଼ି ଫୁଡ଼ା ଯାଉଛି। କାଦ ହେଇଥିଲା, ରୋଇବା କଥା। ଏଇଟା ଏଇ ଯେଉଁ ଗଲା ମେଘଟା ଆଜ୍ଞା ବହୁତ ଅସୁବିଧା। ଆଉ ଚାଷ କରିହେବ କି ନାହିଁ ସେଟା ତ ତାର ଗ୍ୟାରେଣ୍ଟି ବି ନାହିଁ। ନା କେହି ଆସିନାହାନ୍ତି। ଆଉ ଚାଷ କରିହେବନି ଆଉ।